Hallelujah, 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 hallelujah. ପିତା ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତଙ୍କୁ ଜିସସ୍ ଗସ୍ପେଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ୱାଗତ କରେ। ଖ୍ରୀଷ୍ଟଙ୍କଠାରେ ମୋର ପ୍ରିୟ ଭାଇ ଭଉଣୀମାନେ, ଆସନ୍ତୁ ଆମେ ଦେଖିବାକୁ ପାଇବା ଆଜି ପୁନରୁତ୍ଥାନ କାଳର ପଞ୍ଚମ ସପ୍ତାହରେ ପଦାର୍ପଣ କରୁଛୁ। ଆଜିର ପ୍ରଥମ ପଠନ ପ୍ରେରିତ କର୍ମଗ୍ରନ୍ଥ 9:26-31 ଏବଂ ଦ୍ୱିତୀୟ ପଠନ ପ୍ରଥମ ଜହନ 3:18-26 ଏବଂ ଆଜିର ପବିତ୍ର ସୁସମାଚାର ସାଧୁ ଜୋହନଙ୍କ ଦ୍ୱାରା ଲିଖିତ ସୁସମାଚାର ପାଠ। ହେ ପ୍ରଭୁ ଯୀଶୁ ତୁମର ଜୟ ହେଉ। 15:1-8 ପଦ ପର୍ଯ୍ୟନ୍ତ ଏଠାରେ ପ୍ରଭୁ ଏପରି କହନ୍ତି, ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି ମୋର ପିତା କୃଷକ। ମୋଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ ତାହା ସେ କାଟି ପକାନ୍ତି, ଆଉ ଯେକୌଣସି ଶାଖା ଫଳେ ଅଧିକ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହିଅଛି ସେଥିଯୋଗୁଁ ତୁମେମାନେ ପୁରସ୍କୃତ ହୋଇସାରିଛ। ମୋଠାରେ ରୁହ, ସେଥିରେ ମୁଁ ତୁମମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମେମାନେ ମଧ୍ୟ ମୋଠାରେ ନ ରହିଲେ ଫଳ ଫଳି ପାର ନାହିଁ। ମୁଁ ଦ୍ରାକ୍ଷାଲତା, ତୁମେମାନେ ଶାଖା। ଯେ ମୋଠାରେ ରହେ ଓ ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମେମାନେ କିଛି କରିପାର ନାହିଁ। କେହି ଯେବେ ମୋଠାରେ ନ ରହେ ତାହେଲେ ସେ ଶାଖା ପରି ବାହାରେ କାଟି ପକାଇ ଦିଆଯାଏ ଓ ଶୁଖିଯାଏ। ପୁଣି ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ। ଯଦି ତୁମେମାନେ ମୋଠାରେ ରୁହ ଆଉ ମୋହର ବାକ୍ୟ ତୁମମାନଙ୍କଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ, ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ। ତୁମେମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନ୍ୱିତ ହେବେ, ଆଉ ତୁମେମାନେ ମୋର ପ୍ରକୃତ ଶିଷ୍ୟ ହେବ। ପ୍ରଭୁଙ୍କର ପବିତ୍ର ସୁସମାଚାର। ହେ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତୁମର ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କ ପ୍ରେମରେ ମୋର ଭାଇ ଓ ଭଉଣୀମାନେ, ଆଜି ଆମେ ଏଠାରେ ଏହିପରି ବାକ୍ୟ ଶିଖିବାକୁ ପାଉଛୁ। ପ୍ରକୃତ କୃଷକ ଅଟନ୍ତି ପିତା। ଏଠାରେ ଶାଖା ପ୍ରଶାଖା ଅଟନ୍ତି ଖ୍ରୀଷ୍ଟିଆନ ମାନେ, ଯେଉଁମାନେ ପ୍ରଭୁଙ୍କୁ ପ୍ରାପ୍ତ କରିଅଛୁ। ଆଜିର ବାକ୍ୟ ପରି ସେ ଆମ ସମସ୍ତଙ୍କୁ ସ୍ପଷ୍ଟ ଭାବରେ ସେ କହନ୍ତି, ଯେଉଁ ଶାଖା ଫଳ ଫଳିଲା ତାକୁ ଫଳ ଫଳିବା ନିମନ୍ତେ ସେ ଅଧିକ ପରିଷ୍କାର କରନ୍ତି। ଯେଉଁ ଶାଖା ଫଳ ନ ଫଳିଲା ତାକୁ ସେ କାଟି ପକାନ୍ତି ଏବଂ ବାହାରେ ପକାଇ ଦିଆଯିବ। ସେଗୁଡ଼ିକ ଲୋକମାନେ ଏକାଠି କରିବେ ଏବଂ ନିଆଁରେ ପୋଡ଼ିବେ ବୋଲିକି ସେ ଆମମାନଙ୍କୁ କହନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆସନ୍ତୁ ଆମେମାନେ କେତେ ଗୁଡ଼ାଏ ଈଶ୍ୱରଙ୍କର ବାକ୍ୟରୁ ଦେଖିବାକୁ ପାଇବା ଯେ ଈଶ୍ୱରଙ୍କର ବାକ୍ୟ କହେ ଯେ ଆଜି ପର୍ଯ୍ୟନ୍ତ ଗଛ ମୂଳରେ ଟାଙ୍ଗିଆ ଲାଗିଛି ବା କୁରାଡ଼ି ଲାଗିଛି ବୋଲିକି ଈଶ୍ୱରଙ୍କର ବାକ୍ୟ ଏପରି କୁହାଯାଏ। ଯାହା ମାଥ୍ୟୁ 3:10 ଏପରି ଲେଖାଯାଇଛି, ଆଉ ଏବେ ମଧ୍ୟ ଗଛ ମୂଳରେ କୁରାଡ଼ି ଲାଗିଅଛି, ଏବଂ ଯେକୌଣସି ଗଛ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ। ଜୟ ଯୀଶୁ, ହାଲେଲୁୟା। ଆମର ପ୍ରିୟ ଭାଇ ଭଉଣୀମାନେ, ସେହି ଫଳ କ'ଣ? ସେହି ଫଳର ଅର୍ଥ ଆମେମାନେ ଦେଖିବାକୁ ପାଇବା ଖ୍ରୀଷ୍ଟିଆନ ଜୀବନରେ ଥାଇ ଆମେମାନେ ସେହି ପବିତ୍ର ସଂସ୍କାର ମଧ୍ୟରେ ଜଡ଼ିତ ରହିବା ଏବଂ ସଂସ୍କାରରେ ଆମମାନଙ୍କର ଜୀବନ ଗଠନ କରିବା, ତାହା ହେଉଛି ବାସ୍ତବିକ ଫଳ ଅଟେ। ଯାହା ଗାଲାତ୍ୟ 5:22 ତ ଏହିପରି ଲେଖାଯାଏ, ସେଠି 9ଟି ଫଳ, ଆତ୍ମାଙ୍କର ସେଇଟା 9ଟା ଫଳକୁ ସେଠି ପ୍ରକାଶ କରେ। କିନ୍ତୁ ମୋର ପ୍ରିୟମାନେ, ଏଇଟା ଯଦି ଆମେ ଦେଖିବାକୁ ପାଇବା, ପ୍ରକୃତର ବାସ୍ତବ ଖ୍ରୀଷ୍ଟିଆନ ହେଉଛି ଖ୍ରୀଷ୍ଟିଆନ ଜୀବନଯାପନ ଯଦି କରିବା ନାହିଁ
ତେବେ କୁରାଡ଼ି ଗଛ ମୂଳରେ ଲାଗିଛି। ଦିନକର କଥା ଆପଣ ମାନେ ଦେଖନ୍ତି, ଯେତେବେଳେ ମାଳିକୁ ପିତା ଈଶ୍ୱର ଯାଇକି ପଚାରୁଛନ୍ତି, ଏଇଟା 3 ବର୍ଷ ହେଲା ଗଛ, କୌଣସି ଫଳ ମୁଁ ପାଉନାହିଁ, ଏଟାକୁ ହାଣି ପକାଇବା ବୋଲିକି ସେ କହନ୍ତି। କାହିଁକି ଏହି ଭୂମିକୁ ଅକର୍ମଣ କରି ରଖିବ, ତାହାକୁ ହାଣିଦେବା। ସେ ସମୟରେ ସେ ମାଳି କହୁଛନ୍ତି, ଆଉ 3 ବର୍ଷ ଯୋଗ ମୁଁ ତାର ଚାରିଆଡ଼େ କତ ସାର ଦେବି ଏବଂ ତାପରେ ହୁଏତ ଫଳ ଫଳିପାରେ, ନହେଲେ କାଟିବା। ପ୍ରଭୁଙ୍କର ଲୋକମାନେ, ମୁଁ ଆପଣମାନଙ୍କ ନିକଟରେ ଛୋଟ ଉଦାହରଣ ଦେଉଛି। ଗୋଟେ ଗଛ ଥିବ, ଆପଣମାନେ ଦେଖୁଥିବେ, ପ୍ରତ୍ୟେକ ଜାଗାରେ ଦେଖିଥିବେ, କିଛି ଶାଖା ଗୁଡ଼ାକ ତେଜ ହେଇକି ଅଛି, ପ୍ରଶାଖା ଗୁଡ଼ାକ ତେଜ ହେଇକି, ସେଇ ଶାଖା ମଧ୍ୟରୁ କିଛି ଗଛ ଗୁଡ଼ିକ ଶୁଖି ଯାଇଛି। ତାର ଅର୍ଥ ସେ ଗଛ ଶୁଖିଛି କାହିଁକି? ସମ୍ପୂର୍ଣ୍ଣ ଭାବରେ ତାର ମୂଳରୁ ସେ ପାଣି ସେ ନ ପାଇବା ଯୋଗୁଁ ସେ ଶୁଖି ଯାଇଛି। ଏହା ହିଁ ଆମେ ମନେ କରିବା। ତା ମାନେ ପ୍ରକୃତରେ ଆମେ ଯଦି ଖ୍ରୀଷ୍ଟିଆନ ହେଲେ କ'ଣ ହେବ? ଖ୍ରୀଷ୍ଟିଆନ ଜୀବନଯାପନ ଯଦି ଆମେ କରିନଥିବା, ସେ ଶୁଷ୍କ ହୋଇଥିବା ଗୋଟେ ଶାଖା ସଦୃଶ ଆମମାନଙ୍କର ଜୀବନ। ଠିକ୍ ସେଇଭଳି ମୋର ପ୍ରିୟମାନେ, ଆମେ ଖ୍ରୀଷ୍ଟଙ୍କଠାରେ ଫେରିବା, ଅନୁତାପ କରିବା ଏବଂ ତାଙ୍କର ରାଜ୍ୟ ପାଇଁ ଆମେ କ'ଣ କରିବା? ଆମେ ଈଶ୍ୱରଙ୍କ ନିକଟରେ ଫେରିବା। ସେଥିପାଇଁ ସେ କହନ୍ତି ତାଙ୍କର ବାକ୍ୟରେ, ଯାକୋବ 1:2-4 ପର୍ଯ୍ୟନ୍ତ ଆପଣମାନେ ପଢ଼ିବେ, ସେଟା ପ୍ରକାଶ କରେ ପରୀକ୍ଷାରେ ସିଦ୍ଧ ହେବାର ଅଛି। ଈଶ୍ୱରଙ୍କ ସହିତ ମିଳିତ ରହିବାକୁ ହେଲେ ଆମମାନଙ୍କ ଜୀବନରେ ଝଡ଼ ଝଞ୍ଜା, ଆମମାନଙ୍କ ଜୀବନରେ ଯେଉଁ ଯେଉଁ କଷ୍ଟ ଆସିବ, ତାହା କ'ଣ ହେଉଛି? ଆମେ ପରୀକ୍ଷାରେ ସିଦ୍ଧ ହେବାର ଅଛି। ଈଶ୍ୱରଙ୍କ ବା ଯୀଶୁଙ୍କଠାରେ ଆମେ ଧୈର୍ଯ୍ୟ ସହିତ ଜଡ଼ିତ ହେଇକି ରହିଲେ ହିଁ ଆମେ ସେ ଈଶ୍ୱରଙ୍କର ସେଇ ଆତ୍ମାଙ୍କର ଫଳ ବା ଈଶ୍ୱରଙ୍କର ସେ ଫଳ ପ୍ରାପ୍ତ କରିପାରିବା। ଏବଂ ଆପଣମାନେ ଦେଖନ୍ତି, ବାଇବେଲରେ ଅନେକ ସ୍ଥାନରେ ସେ ପ୍ରକାଶ କରିଅଛି। ପ୍ରକୃତରେ ଆଉ ଆମେ ଶାଖା ପ୍ରଶାଖା କାହିଁକି ମୁଁ ଆପଣଙ୍କୁ କହୁଥିଲି, ଲେଖା ହେଇଛି 1 କରନ୍ତି 12:27 ସେ କହନ୍ତି, ତୁମେମାନେ ଖ୍ରୀଷ୍ଟଙ୍କର ଶରୀର ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ। ଆମେ ସମସ୍ତେ ଖ୍ରୀଷ୍ଟଙ୍କର ଶରୀର ହେଉଛୁ, ଏକ ଏକ ଜଣ, ଜଣେ ଜଣେ ଆମେ ସମସ୍ତେ, ଏବଂ ଆମେ ଏକ ଏକ ଜଣ ତାଙ୍କର ଅଙ୍ଗ ସ୍ୱରୂପ। କିଏ ତ ଆଙ୍ଗୁଠି ପରି, କିଏ ହାତ ଭଳି, କିଏ ବାହୁ ଭଳି, କିଏ ଆମର ମସ୍ତକ ଭଳି, କିଏ ଆମର କର୍ଣ୍ଣ ଭଳି, ଏମିତି ଆମେ ସମସ୍ତେ ଈଶ୍ୱରଙ୍କର ଗୋଟେ ଗୋଟେ ଅଙ୍ଗ ଗୁଡ଼ିକ। ଯଦି ସେଇ ଅଙ୍ଗମାନଙ୍କ ମଧ୍ୟରୁ ଯଦି କୌଣସି ଅଙ୍ଗ କାର୍ଯ୍ୟ କଲା ନାହିଁ, ତେବେ କ'ଣ କରିବେ? ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ କହିବା ଭଳି ସେ ତାକୁ ହାଣି ପକାନ୍ତି ଏବଂ ନିଆଁରେ ପକାଯାଏ। ଆଜି କୌଣସି ଗଛ ଯଦି ଫଳ ଫଳିଲା ନାହିଁ, କ'ଣ କରୁଛୁ? ଆମେ ତାକୁ ହାଣୁଛୁ, କ'ଣ ରଖୁଛୁ? ଘରେ ନେଇକି ସେବାରେ ବା ଭଲ ଯତ୍ନରେ ରଖୁନାହୁଁ, ଯେହେତୁ ତାକୁ ନେଇକି କ'ଣ କରୁଛେ? ନିଆଁରେ ପକାଇ ଦେଉଛୁ ବା ପୋଡ଼େଇ ଦିଆଯାଉଛି। ପ୍ରେଜ୍ ଦ ଲର୍ଡ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଈଶ୍ୱରଙ୍କ ନିକଟରେ ଫେରିବା। ଯାହା ଆଜିର ପ୍ରଥମ ପଠନରେ ଯଦି ଆପଣମାନେ ଦେଖିବେ, ସାଧୁ ପାଉଲ, ଯାହାଙ୍କ ନାମ ସାଉଲ, ସେ ବର୍ଣ୍ଣବାସକୁ ପରିବର୍ତ୍ତନ ହେଲା ପରେ 3 ବର୍ଷ ପରେ ସେ ବର୍ଣ୍ଣବାସକୁ ବନ୍ଧୁ ଭାବରେ ପାଇଥିଲେ। ବର୍ଣ୍ଣବା ନେଇକି ପିତର ଏବଂ ଯାକୋବଙ୍କୁ ସେ ପରିଚୟ କରିଥିଲେ। ଯେତେବେଳେ ଗ୍ରୀକ ଭାଷାବାଦୀ ଲୋକମାନଙ୍କ ନିକଟରେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ସମୟରେ ଏବଂ ସେମାନଙ୍କ ସହିତ ତର୍କ ବିତର୍କ କରିବା ସମୟରେ ସେ ପାଉଲଙ୍କୁ ବା ସାଉଲଙ୍କୁ ମାରିବା ପାଇଁ ସେମାନେ ଚେଷ୍ଟା କରୁଥିଲେ। କିନ୍ତୁ ତାଙ୍କୁ ଉଦ୍ଧାର କରିବା ପାଇଁ ବୋଲିକି ଶିଷ୍ୟମାନେ ହିଁ ତାଙ୍କୁ କ'ଣ କହିଲେ? ତାର୍ସୁ ବୋଲି ଗୋଟେ ଜାଗାକୁ ତାକୁ ପଠାଇଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଈଶ୍ୱରଙ୍କ ନିକଟକୁ ଫେରିବା, ଈଶ୍ୱରଙ୍କର କାର୍ଯ୍ୟକୁ ଧୈର୍ଯ୍ୟର ସହ କରିବା। 1 ଜହନ ଆଜିର 2 ପଠନ କହିଲା ଭଳି ଯୀଶୁଙ୍କ ସହିତ ଆମେ ମିଶିକି ରହିବା। ସେ କହନ୍ତି, ତୁମେ ମୋ ସହିତ ରହିବ ଏବଂ ମୁଁ ତୁମଠାରେ ରହିବି। ତାହା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। କେମିତି ରହିବା ଆମେ ତାଙ୍କ ସହିତ? ଆମମାନଙ୍କ ପାଖରେ ଥିବା ପରସ୍ପର ପ୍ରେମ, ଆମମାନଙ୍କ ପାଖରେ ଥିବା ସେହି ସହିଷ୍ଣୁତା ଗୁଣ, ଆମମାନଙ୍କ ନିକଟରେ ଆସୁଥିବା ଖ୍ରୀଷ୍ଟଙ୍କ ନିକଟରେ ସେ ଶିକ୍ଷା ଦେଉଥିବା ସେହି ଆତ୍ମୀୟତା ଯଦି ରହିବା, ଆମେ ଖ୍ରୀଷ୍ଟଙ୍କ ସହିତ ମିଳିମିଶି ରହିପାରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଈଶ୍ୱରଙ୍କର ଅନୁଗାମୀ ହେବା ଦରକାର। ସେଥିପାଇଁ ସେ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ ଆଜିର ବାକ୍ୟରେ କହନ୍ତି, ଯିଏ ଫଳ ଫଳିବ
ତାକୁ ପଳିବା ନିମନ୍ତେ ସେ ଅଧିକ ତାକୁ ପରିଷ୍କାର କରିବେ ଏବଂ ଚାରିଆଡ଼େ ବାଡ଼ ଦେବେ। ସୁନ୍ଦର ଭାବରେ ପଳିବା ନିମନ୍ତେ ସେ ଆମମାନଙ୍କୁ ଅନୁଗ୍ରହ କରିବେ। ଉଦାହରଣ ସ୍ୱରୂପ ଗଛ ଆମେ ଲଗାଉଛୁ କିନ୍ତୁ ଫଳ ଆମେ ଦେଉପାରୁନୁ। ସେ ଫଳ କିଏ ଦେବ? ସଦାପ୍ରଭୁ ଦେବ। ପ୍ରେଜ୍ ଦ ଲର୍ଡ। ଠିକ୍ ସେହିଭଳି ସେ ସଦାପ୍ରଭୁ ହିଁ ଆମମାନଙ୍କୁ ଦେବେ। ଏହି ଆଶା ଓ ବିଶ୍ୱାସ ନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ପ୍ରଭୁ ଏ ବାକ୍ୟ ଦେଇ ଆମେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍।